ଆପଣଙ୍କୁ ଡାକିବା ଉଦ୍ଦେଶ୍ୟ ଆମେ ଆପଣଙ୍କର ଉପସ୍ଥିତି କାମନା କରୁଛୁ ଏବଂ ବାରମ୍ବାର ଆପଣଙ୍କ ମାଧ୍ୟମରେ ସରକାର ଏବଂ ପ୍ରତିନିଧିମାନଙ୍କ ସ୍ତରରେ ଆମର ବାର୍ତ୍ତାଟା ପହଞ୍ଚୁ ଏଇଟାକୁ ଆଶା କରି ଆମେ ବାରମ୍ବାର ଆପଣଙ୍କୁ ଡାକୁଛୁ। କାରଣ ବାରପୁର ସବୁ ପ୍ରକାର ସୁବିଧା ଥାଇ ମଧ୍ୟ ସରକାର ଏପର୍ଯ୍ୟନ୍ତ ଆମର ଡାକରା ଶୁଣିଲେ ନାହିଁ। ଯେଉଁ ଡାକରା କି ଆମେ ଗତ ବର୍ଷ 4 ମାସରେ ଏପ୍ରିଲ ମାସରେ ଆମେ ଡାକିଥିଲୁ ଏବଂ ବିରାଟ ଜନସମାଗମ ହୋଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ସରକାର କର୍ଣ୍ଣପାତ କରିପାରିଲେନି। ଆସନ୍ତା ନିର୍ବାଚନ ପାଖେଇ ଆସିଲାଣି, ତେଣୁ ବର୍ଷେ ବିତିଗଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। କାରଣ ଆମର ବାଣପୁର ଏପର୍ଯ୍ୟନ୍ତ ସବ୍ ଡିଭିଜନ ସ୍ତରରେ କୌଣସି ଆଲୋଚନା ହେଲାନି କିମ୍ବା ପ୍ରତିଶ୍ରୁତି ନାହିଁ ବାଣପୁରକୁ ଏକ ସବ୍ ଡିଭିଜନ କରି ଦିଆଯିବ। ଆପଣଙ୍କ ଦ୍ୱାରା ଆମେ ପୁଣି ସରକାରକୁ ନିବେଦନ କରୁଛୁ, ଯଦି ଏଥର କର୍ଣ୍ଣପାତ ନ କରନ୍ତି ଏହି ସପ୍ତାହ ଭିତରେ ଆମେ ନିଶ୍ଚିତ ଭାବରେ ଜନ ଆନ୍ଦୋଳନ କରିବାକୁ ଯିବୁ ଏବଂ ଏଥିପାଇଁ ଯେଉଁ ଜନ ଆନ୍ଦୋଳନ କରିବୁ ଏଥିପାଇଁ ସରକାର ଦାୟୀ ରହିବ। ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ଆମେ ବାଧ୍ୟ ହେବୁ। ଶହ ଶହ ଲୋକ, ହଜାର ହଜାର ଲୋକ ଆପଣମାନଙ୍କୁ ଗତ ଦିନରେ କରିଥିଲେ ମଧ୍ୟ ଜନ ଆନ୍ଦୋଳନ ତାକୁ ଆପଣମାନେ କର୍ଣ୍ଣପାତ କଲେ ନାହିଁ। ତେଣୁ ଆପଣମାନଙ୍କୁ ଆମେ ବାରମ୍ବାର କହୁଛୁ ଏବଂ ବିନୀତ ଅନୁରୋଧ କରୁଛୁ, ଆପଣ ବାଣପୁରକୁ ଏକ ସବ୍ ଡିଭିଜନରେ ପରିଣତ କରନ୍ତୁ। ଧନ୍ୟବାଦ। ଆଗକୁ ନିର୍ବାଚନ ଅଛି, ନିର୍ବାଚନ ଏହି ପରିପ୍ରେକ୍ଷୀରେ ନିର୍ବାଚନ ସମୟରେ ହବ ବୋଲି ଆପଣ ଭାବୁଛନ୍ତି? ତ ଆଶା ଅଛି ଯେ ନିର୍ବାଚନ ଯେହେତୁ ଆଗକୁ ଅଛି, ସରକାର ଅନ୍ତତଃ ଆମକୁ ବହୁ ଦିନର ଯେହେତୁ 50 ବର୍ଷର ଆନ୍ଦୋଳନ ଇଏ ଚାଲି ରହିଛି ବାଣପୁର ସବ୍ ଡିଭିଜନ କରିବା ପାଇଁ, ତେଣୁକରି ଆମେ ଆଶା କରୁଛୁ ସରକାରଙ୍କଠୁ ଯେ ନିଶ୍ଚିତ ଭାବରେ ଏହି ଇଲେକ୍ସନ ପୂର୍ବରୁ ସରକାର ଏହାକୁ ଘୋଷଣା କରିବ। ଯୋଉଠି 50 ବର୍ଷର ହେଇପାରିଲେ ସେଠି ଗୋଟେ ମାସରେ କେମିତି ହବ ବୋଲି ଆଶା କରୁଛନ୍ତି? ସେ କଥା ତ ମୁଁ କହିପାରିବିନି ସେତେବେଳେ ହେଉଥିଲା କୋଉ ପ୍ରକାର ହେଉଥିଲା, କିନ୍ତୁ ଆମର ଯେଉଁ ପ୍ରକାର ଆପଣମାନଙ୍କୁ ଧରିକି ଜନପ୍ରତିନିଧିମାନଙ୍କୁ ଧରିକି ଏବଂ ସମସ୍ତ ଖବରର ପ୍ରତିନିଧିମାନଙ୍କୁ ଧରି ଆମେ ଯେଉଁ ପ୍ରକାର ଆନ୍ଦୋଳନ କରୁଛୁ, ସରକାର ବୋଧେ ଏଥର କର୍ଣ୍ଣପାତ କରିବେ ବୋଲି ଆମର ଆଶା ହେଉଛି। ଆପଣ ଆନ୍ଦୋଳନ କରିଛନ୍ତି, ଧାରଣାରେ ବସିଛନ୍ତି, 8 ଦିନ ଧାରଣାରେ ବସିଛନ୍ତି, ସବୁ କଥା ହେଇଛି, ତାପରେ ବି ସରକାର ନିରାଶ। ଆପଣ ଏବେ ବର୍ତ୍ତମାନ କ'ଣ କରିଲେ ସରକାର ଶୁଣିବେ ବୋଲି ଆପଣ ଯାହା କରିବୁ ମୁଁ କହିଲି, 1 ସପ୍ତାହ ଭିତରେ ଯଦି ସରକାର ଏହାକୁ ପ୍ରତିଶ୍ରୁତି ଆମକୁ ନ ଦିଅନ୍ତି କିମ୍ବା ଆମର ଉଦ୍ବୋଧ ହେଲା ଭଳିଆ କିଛି ନ କହନ୍ତି, ଉତ୍ତର ନ ଦିଅନ୍ତି, ତେବେ ଆମେ ଯାହା କରିବୁ ସେଥିପାଇଁ ସରକାର ଦାୟୀ ରହିବ। କ'ଣ ପାଇଁ କରିବୁ? ଯେଉଁ ପ୍ରକାର ଆଇନ ଅମାନ୍ୟ ଆନ୍ଦୋଳନ ହେଇପାରେ ସେଥିପାଇଁ ସହର ବଜାର ବନ୍ଦ କରିବୁ, ସଡ଼କ ବନ୍ଦ କରିବୁ, ରେଲୱେ ଲାଇନ୍ ବନ୍ଦ କରିବୁ, ସମସ୍ତ ବନ୍ଦ କରିବୁ, ଜାମ୍ କରିବୁ, ଚକା ଜାମ୍ କରିବୁ, ଅଖା ଜାମ୍ କରିବୁ, ସବୁ ଜାମ୍ କରିବୁ। ତେଣୁକରି ସରକାର ଏଥିରେ ଯାହା ପରିସ୍ଥିତି ହେବ, ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ସରକାର ଦାୟୀ ରହିବ। କାରଣ 1 ବର୍ଷ ହେଇଗଲା ସରକାର କର୍ଣ୍ଣପାତ କରୁନାହାନ୍ତି ଆମ କଥାକୁ। ବାଣପୁରକୁ ଗୋଟେ ସବ୍ ଡିଭିଜନରେ ପରିଣତ କରିବା ପାଇଁ ଆମର ସମସ୍ତ ସୁବିଧା ଥାଇ ସରକାର ଯାହା ଯାହା ସବ୍ ଡିଭିଜନ ପାଇଁ ଦରକାର ସମସ୍ତ ସୁବିଧା ଥାଇ ଲିଖିତ ଭାବରେ ଦେଇଛୁ, ସରକାରଙ୍କୁ ନେଇ ମିଶିଛୁ, ସରକାରଙ୍କୁ ଲିଖିତ ଭାବରେ ଦେଇଛୁ ଏବଂ ସରକାରଙ୍କ ପ୍ରତିନିଧିମାନଙ୍କୁ ଦେଇଛୁ, MLA ମାନଙ୍କୁ ଦେଇଛୁ, ସବୁ ସ୍ତରରେ ଆମେ ଜଣେଇଛୁ ଆମର ଦୁଃଖ। କିନ୍ତୁ ଏପର୍ଯ୍ୟନ୍ତ କେହି ଦୁଃଖ ବୁଝେନି। ଯଦି ଏ ସରକାର ଦୁଃଖ ବୁଝିବେ ତାହେଲେ ମୋର ଆଶା ହେଉଛି ବୋଧହୁଏ ହବ, କାରଣ ଅତି ଦ୍ରୁତ ମାତ୍ରାରେ ସବୁ ପ୍ରଗତି ହେଇଆସୁଛି। ତେଣୁ ଏହି ପ୍ରଗତିଶୀଳ ସରକାର ଯଦି ହବ ଆମେ ତାହେଲେ ଇଏ କରିପାରନ୍ତି। ଏଠି ଆପଣ ଭାବୁଛନ୍ତି କି ରାଜନୈତିକ ଇଚ୍ଛା ଶକ୍ତି ନାହିଁ ବୋଲି? ଆପଣମାନଙ୍କୁ ମୁଁ ଜଣାଇବାକୁ ଚାହେଁ ଯେ ରାଜନୈତିକ ଇଚ୍ଛା ଶକ୍ତି ଥିଲେ ସରକାର କେବେଠୁ କରିସାରିଲେଣି, କିନ୍ତୁ ରାଜନୈତିକ ଇଚ୍ଛା ଶକ୍ତି ଟିକେ ଅଭାବ ହେଉଛି ବୋଲି ଆମେ ଉପଲବ୍ଧି କରୁଛୁ।